ପିତାମହ ଭୀଷ୍ମ ପ୍ରତିଜ୍ଞା କରିନେଇଥିଲେ ଯେ ମୁଁ ଆଜି ଭଗବାନଙ୍କୁ ଅସ୍ତ୍ର ଉଠାଇବାକୁ ବିବଶ କରିଦେବି। କାହିଁକି ନା ପ୍ରଭୁ ଶ୍ରୀକୃଷ୍ଣ ମହାଭାରତ ଯୁଦ୍ଧରେ ଅସ୍ତ୍ର ନ ଉଠାଇବା ପାଇଁ ପ୍ରତିଜ୍ଞା କରିଥିଲେ। ସମସ୍ତଙ୍କୁ ମୋର ନମସ୍କାର। ମୁଁ ବିଭୀଷଣ ଆଉ ଗୋଟେ ସୁନ୍ଦର କାହାଣୀ ନେଇ ଆପଣମାନଙ୍କ ସମ୍ମୁଖରେ ଯେ ତା ପରଦିନ ପୁଣି ଯୁଦ୍ଧ ହେଲା। ସେଦିନ ପିତାମହ ଭୀଷ୍ମ ପୁରା ଅଲଗା ଫର୍ମରେ ଥିଲେ। ବାଣ ଉପରେ ବାଣ ଚଲେଇଲେ। ବାଣ ଉପରେ ବାଣ ଚଲେଇ ଅର୍ଜୁନକୁ ଲହୁଲୁହାଣ କରିଦେଲେ। ଦେଖିଥିବେ ଯେ ରଥର ଚକ ଭାଙ୍ଗିଗଲା, ଯେ ରଥର ଧ୍ୱଜା ଉଡ଼ିଗଲା। ଉଡ଼ିଗଲା ପରେ ଅର୍ଜୁନକୁ କ୍ଷତାକ୍ତ ଅବସ୍ଥାରେ ଦେଖି ପ୍ରଭୁ ଶ୍ରୀକୃଷ୍ଣ ସହ୍ୟ କରିପାରିଲେନି। ରଥରୁ ଓହ୍ଲେଇ ଆସି ରଥର ଚକା ଧରିକି ଦୌଡ଼ିଲେ ଯେ ପିତାମହ ଭୀଷ୍ମକୁ ମାରିବା ପାଇଁ। ଯେ ସେଇଠୁ ସ୍ୱର୍ଗର ଦେବତାମାନେ କହିଲେ ଏ ପ୍ରଭୁ ଆପଣଙ୍କର ତ ପ୍ରତିଜ୍ଞା ଭଙ୍ଗ ହୋଇଗଲା। ଏଠୁ ସୁନ୍ଦର କଥାଟେ ପ୍ରଭୁ ଶ୍ରୀକୃଷ୍ଣ କହିଲେ ଯେ ମୋର କୌଣସି ପ୍ରତିଜ୍ଞା ନାହିଁ। ଭକ୍ତର ପ୍ରତିଜ୍ଞାକୁ ରଖିବା ମୋର ସବୁଠୁ ବଡ଼ ପ୍ରତିଜ୍ଞା। ଏମିତିରେ ବି ମୋତେ ଚୋର ରଣଛୋଡ଼ କେତେ କ'ଣ କହୁଛନ୍ତି। ତ ମୋର ପ୍ରତିଜ୍ଞା ଯେ ମୋର ତ୍ରୁଟି ଯାଉ, ମୋର ପ୍ରତିଜ୍ଞା ଭଙ୍ଗ ହୋଇଯାଉ, ବରଂ ମୋ ଭକ୍ତର ପ୍ରତିଜ୍ଞା ଭଙ୍ଗ ନ ହେଉ। ରହୁଛି, ପୁଣି ଦେଖା ହେବ ଆଉ ଗୋଟେ ସୁନ୍ଦର କାହାଣୀରେ। ଜୟ ଶ୍ରୀରାମ, ଜୟ ଶ୍ରୀକୃଷ୍ଣ।